ତାପରେ ମୁଁ ଏତେ ସହଜ ପ୍ରଶ୍ନ ଗୋଟେ ପଚାରିଲି କିଛି ଉତ୍ତର ଦେଇପାରୁନାହାନ୍ତି। ମତେ ହସ ଲାଗୁଛି ବୋଲି କହୁଛି। ହସ ବି କହିପାରୁନି, ହସ ଲାଗୁଛି ବୋଲି କହୁଛି। ତାପରେ ଏବେ ସୁଶାନ୍ତ ଆଜ୍ଞାର ମୁଣ୍ଡ ଲଣ୍ଡା ହେଇଛି। ତାକୁ ଲଣ୍ଡା କୁହାଯାଏ। ଏଇ ପ୍ରକାର ଭାବରେ ଦେବତାକୁ ଦେବତା କୁହାଯାଏ। ଏଇଟା ଯଦି ତାଙ୍କେ ବାଇବଲର ଉତ୍ତର ଦେଇ ପାରୁନାହାନ୍ତି ବୋଲେ ମୁଁ ତାର ଉତ୍ତର ଦେବି, କିନ୍ତୁ ସେମାନେ ବି ପର୍ଯ୍ୟନ୍ତ ଦେଇ ପାରୁନାହାନ୍ତି। ତାମାନେ ଆମେ ତାକୁ କହିବା ଥିଲା ଯେ ତମେ ଯୋଉଟା ଦେବତା କହୁଛ ଆମ ଭାଷାରେ ସେଇଟା ଶୈତାନ କହୁଛନ୍ତି ବୋଲି କହିବା କଥା ଥିଲା, ନାଇଁ କି? ହଁ, ଅରିଜିନାଲ ଭାଷା ଏଇଟା ଏକା ନା। ତମେ ଯୋଉଟା ଦେବତା ବୋଲି ପୂଜା କରୁଛ, ତମେ ଯୋଉଟା ଦେବତା ବୋଲି ମାନୁଛ, ଯୋଉଟା ତମେ ଦେବତା ବୋଲି ସେବା କରୁଛ, ତାକୁ ଆମ ବାଇବେଲ ଭାଷାରେ ଶୈତାନ କୁହା ହଉଛି। ସେଥିପାଇଁ ଶୈତାନ ପୂଜା କରିବା ଆମେ ସେଇଟା ଯୋଉ ନାଇଁ ସମ୍ମାନ ସହକାର ଯୋଉ ୟୁଟ୍ୟୁବ କଲୁ ସେଇଟା ମାନେ କଥାବାର୍ତ୍ତା ହେଲୁ, ସେଟା ମୁଁ ସେ ବୁଝୁ ବୋଲି ଛାଡିଥିଲି, ସେଇଟା କଟିଂ କରିକି ଆଉ ଥରେ ଲଗେଇଛି। ହେଲେ ଏବେ ଯେମିତି ହେଲେ ସୁବ୍ରତର ମା ବୋଲି କେମିତି କୁହାଯାଏ? ସେ ହଉଛି ଲୋକଟା, ତା ନାଁ ହଉଛି ସୁବ୍ରତ। ସୁବ୍ରତର ମା ବୋଲି କେମିତି କୁହାଯାଏ? ସୁବ୍ରତର ବାପା 100 ମାସ କଲେ ବି ସୁବ୍ରତର ମା କୁହାଯାଏ, ନାଇଁ କି? ଆଉ ସେ ସୁବ୍ରତର ବାପା 100 ମାସ କରିନଥିଲେ, ତାର ସୁବ୍ରତର ମା ବୋଲି କେମିତି କୁହାଯାଏ? ସୁବ୍ରତ ଯେହେତୁ ସେ ମାଙ୍କ ଉରୁସରେ ଜନ୍ମ ହେଇଥିଲେ, ସେ ସୁବ୍ରତର ମା କୁହା ହଉଛି। ଏମିତି ସିଧା ତାକୁ କହିବା କଥା ଭଲରେ, ନାଇଁ କି? ଏଇଟା ହଉଛି ଭଲ ଭାଷା ଯାକ। ନାଇଁ ସେ ଯଦି ସେମିତି ହଉଛି ତାକୁ ଗୋଟେ ସାଇଡରେ ତାକୁ ଉତ୍ତର ଦେଲେ ହେବ ଆକା ନା। ମତେ କହୁଛି ପୁରା ସୁଶାନ୍ତ ଲଣ୍ଡାଟା, ସେ ତାକୁ ସୁଶାନ୍ତ ଆଗେ ଲଣ୍ଡା ମୁଣ୍ଡା ମାନେ କୁହାଯାଏ। ଆରେ ଲଣ୍ଡା ମୁଣ୍ଡା କୁହାଯାଏ। ଆଉ ମୋର ତ 30% ମାନେ ଯାଇଛି ନା, ମତେ 70% 80% ସେ କେମିତି ଲଣ୍ଡା ମୁଣ୍ଡା ହେଲି ମୁଁ? ସେ ତାର ମାନେ ହୁଣ୍ଡାଟା, ସେ ତାର ମାନେ ବେକାରିଆ ସେଇ କରିକି ତା ପାଖରେ କିଛି ଆକା ନାହିଁ। ମୁଁ କହିଲି ନାଇଁ କି ତାଙ୍କ ପାଖରେ ଶାସ୍ତ୍ର ଆକା ନାହିଁ। ୟାକୁ ସିଧା ତମର ଦେବତାକୁ ଆମର ଖ୍ରୀଷ୍ଟିଆନ ଭାଷାରେ ଶୈତାନ କୁହାଯାଏ। ଯାହାରି ଫଳରେ ଲୋକମାନେ ଶୈତାନ କହିଲେ ସେ ପାଖ ତୋରା ଯିବେ, ତାଙ୍କୁ ସେବା କରିବେ, ତାଙ୍କ ପ୍ରତି ସେମାନେ ନିଜକୁ ମନ ଭୁଲେଇବେ ନାହିଁ। ସେଥିପାଇଁ ବୋଲିକି ତାକୁ ଶୈତାନ କୁହାଯାଏ ବୋଲି କୁହାହେବା କଥା, ନାଇଁ କି? ନାଇଁ କି? ସିଧା ଭାଷାରେ ଏଇଟା କି ନାଇଁ? ସେ ହୁଣ୍ଡାଟା, ସେ ତାର ମାନେ ବ୍ରେନରେ କିଛି ମସଲା ନାହିଁ ତା ପାଖରେ, ହେଲା। ସେ ତାକୁ ପାଗଳ ବୋଲିକି ରଖିଛି ପୁରା। ନାଇଁ ତାକୁ ସମ୍ମାନର ସହିତ କାହିଁକି ଉତ୍ତର ଦିଆହବ? ସମ୍ମାନର ସହିତ ନାହିଁ, ତାକୁ ପୁରା ରକ୍ତ ଭାବରେ ତାକୁ ସମାନ ଖେଞ୍ଚିଲା ପରେ ଗୋଟେ ଉତ୍ତର ଦେଲେ ହେବ। ଖେଞ୍ଚିଲା ସେଟା ଶୁଣିବେ ନା ପରା। ଇଏଟା ସେଇଟା ଗୋଟେ ଷଣ୍ଢ ଗୋଟେ ଥିଲା ପୁଣି, ହେଲା। ସେ ମାର୍ସା ଘାଇ ବୋଲି ଗୋଟେ ଗାଁ ଅଛି, ସେ ମାର୍ସା ଘାଇରେ ଗୋଟେ ଷଣ୍ଢ ଥିଲା, ହେଲା। ସେ ଷଣ୍ଢକୁ କେତେ ପିଟିଲେ ମଧ୍ୟ ମାନେ କୋଉ ଦୋକାନରେ ଯଦି ସେ ଟମାଟୋରେ ମୁଣ୍ଡ ଦେଲା ମାନେ ସେ ଟମାଟୋ ଖାଉଥିବ, ବାଇଗଣ ଖାଉଥିବ, କେମିତି ମାନେ ଯେତେ ପଛପଟେ ମାରିଲେ ବି ସେଟା ରାସ୍ତା ଛାଡୁନଥିଲା। ସେ ରୋଡରେ ଠିଆ ହେଇକି ଖାଉଛି ମାନେ ଖାଉଥିଲା, କାହାକୁ ରୋଡ ଛାଡିବାର ନା କିଛି ନାହିଁ। ଦିନେ ସେ ପ୍ରତ୍ୟେକ କଣ ହାତୀ ଯାଉଥିଲା ପୁଣି, ହେଲା। ସେ ହାତୀ ଗଲା ଭିତରେ ସେ ସେମିତି ଏକା ଖାଉଛି। ହାତୀଟା କଣ କଲା, ତାକୁ ଟେକି ନେଇ ସେ ପାଖରେ ସେ ପାଣିରେ ପକେଇଦେଲା। ତାପରେ ସେ ଘାଇରେ ଯେତେବେଳେ ପଡିଗଲା, ସେ ଘାଇରୁ ସେ ଟେକିକି ସେ ହାତୀଟା ଘାଇରେ ଯେତେବେଳେ ପକେଇଦେଲା, ସେ ମାଡକୁ ସେ ଏରିଆ ଛାଡିକି ପଳେଇଲା ସେ ଷଣ୍ଢଟା। ସେଥିପାଇଁ ମାର୍ସା ଘାଇ ଷଣ୍ଢ ବୋଲି ରଖିଛନ୍ତି ସେଇଟା ନା। ସେମିତି ଆକୁ ପୁରା କେତେ କହିଲେ ବି ହୁଣ୍ଡାଟା ପୁରା, ସେ ମାନେ ତାର କିଛି ପ୍ରସଙ୍ଗ ନାହିଁ। ତାର 33 କୋଟି ଦେବତା ଭିତରେ କୌଣସି ଦେବତାର ତାର ପ୍ରସଙ୍ଗ ଏକା ନାହିଁ। ସେ ଖାଲି ଆମ ଯୀଶୁଙ୍କ ଲୋକମାନଙ୍କ ପଛରେ ଲାଗିବା, ଆମ ଯୀଶୁଙ୍କ ଲୋକମାନଙ୍କ ପରେ ଏତେ କରିବା। ଏବେ ବି ଆଉ ଜଣେ ବି ସେଇ ପ୍ରଶ୍ନ ଏକା ଲେଖିଛି ତାର ୟୁଟ୍ୟୁବରେ, ସେଇ ପ୍ରଶ୍ନ ଏକା ଲେଖିଛି, କିନ୍ତୁ ସେଟା ଉତ୍ତର ଦେଇପାରବାନି। କିନ୍ତୁ ଦେବ ନାଇଁ କି ତା ପାଖରେ ନାହିଁ, ଶାସ୍ତ୍ର ଏକା ନାହିଁ, କୋଉଠୁ ଦେବ? ମୁଁ ମୋ ଶାସ୍ତ୍ରରୁ ଦେବି, ଦେଉନି। ଆମେ ଯଦି ଅରିଜିନାଲ ଭାଷାରେ କୁହାଯାଏ ଯେ ତମେ ଯୋଉଟା ଦେବତା କହୁଛ, ଆମ ଭାଷାରେ ଶୈତାନ କୁହାହଉଛି। ଯାହାରି ଫଳରେ ଆମର ଲୋକମାନେ ତାକୁ ସେବା ମାନେ ତାଙ୍କ ପ୍ରତି ଦୃଷ୍ଟି ଦେବେ ନାହିଁ। ସେଇଟା ହଉଛି ଅରିଜିନାଲ ଭାଷା, ନାଇଁ କି? ଆଉ ସେଇଟା ମୁଡି ମାଡି କରିକି ତ ଭଲରେ କହିଲେ ହେଇପାରୁ ନାହିଁ। ହଉ ଠିକ ଅଛି ବାବୁ, ପରେ କଥା ହେବା, ମୁଁ ରହୁଛି।